अष्टमाध्याय श्रीभगवानुवाच कहन्ति प्रभुचक्रपाणि शृणोद्धव सत्यवाणी माघस्नान फल एहि तो आगे कहिली बुझाई पूर्वे जे मगध देशरे थिले बेनि जन तहिरे जातिरे शूद्र जे अटई से बेनि जने दुई भाई ज्येष्ठ भाईर नाम गोटी सुकुंडल बोलिण सेठी कनिष्ठ भ्राता नाम शुण विकुंडल बोली नामेण से बेनि भाई सुखे थांती दुर्बुद्धि पण आचरन्ति बहि दुर्जन से ही दुई अधर्मे थांती बेनि भाई धर्म को तिलार्थे न मानी गर्वित पण मने हेनी करन्ति पर धन चोरी हरन्ति गौरव नारी निर्दय पणे समदम करन्ति अति हि अधर्म देवता धर्म न मानन्ति पथ जगी बाट चलन्ति पशु स्वभावे दिन न्यन्ति परर तोटी से काटन्ति पर पदार्थ घेनि आसी निश्चिन्ते भुञ्जुथन्ति बसी जुट खेळन्ति थोके नेई बेश्यारमन्ति किछि देई भल पदार्थ अनुसरी आसन्ति क्रय बिक्री करी घृत लवणी दूध सर अधाम गोटिका साकर छेना पापुड़ी खंड गजा आंब पणस मिष्ट गजा माछ मांस नाना द्रव्य भोजन करुथान्ति सर्व दिव्य वसन मान पिंधि केसे कुसुम गभा बांधि कर्पूर कस्तूरी चंदन अंगरे करन्ति लेपन फुलापणरे बुलुथान्ति बहुत अन्याय करन्ति हरिचरित कर्णे शुणी हसीण निंदा वाक्य भणी देखिले वैष्णव मानंकु करन्ति उपहास तांकु हरि मंदिर चिता चाहि बोलन्ति घेनि छकिमि माई एथिरे प्रयोजन किस होइछ एमन्त भविष्य तुलसी काठ कंठमाला किम पाई भरी अछ गला एथिरे केउ फल अछि एछार कथा नोहे किछि कि अर्थे कृष्ण नाम जप तहिरे खंडई कि पाप एमन्त बोली निंदा करी बियर्थे दिन जन हरि एमन्ते किछि दिनान्ते विचार कले बेनि भ्राते बोलन्ति सुकुंडल चाहि मित्र पुरकु जीवी मोहि से मोर अति प्रिय सखा अनेक दिनु नहीं देखा तहि की जाऊ अछि मोहि आसिबि किछि दिन
ସେହି କ୍ଷଣି ଯେବା ମିଳିଲା ତାହା ନେଲା ଆନନ୍ଦ ମନେ ଚଳିଗଲା ଧନୁ କଳ ଏକାଦଶୀ ସେଦିନୁ ସୁକୁଣ୍ଡଳ ଆସି ଗମିଲା ପଞ୍ଚବିଂଶ କ୍ରୋଶ ମିତ୍ର ଭୁବନେ ପରବେଶ ତା ନାମ ଅନନ୍ତ କେଶରୀ ଧାର୍ମିକ ପଣେ ନାହିଁ ସରି ଦେଖି ହରସ ବେନିଜନ କଲେ ସେ କୋଳ ସମ୍ଭାଷଣ ଏକଇ ଆସନରେ ବସି ଅନ୍ୟାନ୍ୟ କୁଶଳ ସମ୍ଭାଷି ବହୁତ ଗୌରବ ପାଇ ରହିଲା ସୁକୁଣ୍ଡଳ ତହିଁ ଆଦିତ୍ୟ ଅସ୍ତ ଯହୁଁ ଗଲା ରାନ୍ଧଣା ବିଧି ମିତ୍ର କଲା ଅନ୍ନ ସୁକୁଣ୍ଡଳ ରାନ୍ଧିଣ ଅଇଲା ସ୍ନାନ କରିଣ ଭକ୍ଷିଣ ସନ୍ତୋଷ ହୋଇଲା ଉଠିଣ ଆଚମନ କଲା ଯାଇ ମିଳିଲା ମିତ୍ର ପାଶେ ତାମ୍ବୁଳ ଭୁଞ୍ଜନ୍ତି ହରସେ ଏତନ କଲେ ମିତ୍ର ବେନି ଏମନ୍ତ ପାହିଲା ରଜନୀ ସେଦିନ ମକର ସଂକ୍ରାନ୍ତି ସ୍ନାନ ଅର୍ଥେ ଲୋକେ ଯାନ୍ତି ପ୍ରଭାତୁ ଅନନ୍ତ ଉଠିଲା ମାଘ ସ୍ନାନ କରିଗଲା ବୋଇଲେ ସୁକୁଣ୍ଡଳ ଚାହିଁ ହେ ମିତ୍ର ଉଠିଲ କିମ୍ପାଇଁ ତା ଶୁଣି ବୋଇଲା ବଚନ କରିବି ମକର ସ୍ନାନ ଶୁଣି ବୋଲଇ ସୁକୁଣ୍ଡଳ ଏଥି ଲଭିବ କେଉଁ ଫଳ ମାଘ ସ୍ନାନ କିମ୍ବା କରି ବିଅର୍ଥେ ଶୀତେ ସିନା ମରି ଅନନ୍ତ କହେ ମିତ୍ର ଶୁଣ ମାଘ ସ୍ନାନେ ଯେତେ ପୁଣ୍ୟ ଜ୍ଞାନ ଅଥବା ଅଜ୍ଞାନରେ ଗୋହତ୍ୟା ଯେବେ ପ୍ରାଣୀ କରେ ମାଘ ସ୍ନାନ ଯେବେ କରି ସକଳ ପାପରୁ ନିତରି ତହିଁରେ ଯେତେ ପାପ ହୋଇ ମାଘ ସ୍ନାନ କଲେ ଯାଇ ଯେ ଅବା ବ୍ରହ୍ମ ହତ୍ୟା କରେ ମାଘ ସ୍ନାନ କଲେ ତରେ ସଂସାରେ ଛନ୍ତି ଯେତେ ଲୋକ ତା ମଧ୍ୟେ ଯେତେ ଅପୁତ୍ରିକ ସେ ପ୍ରାଣୀ ମହାପାପୀ ଜାଣ ନର୍କରେ ପଡ଼ନ୍ତି ଅନ୍ତେଣ ସେ ପ୍ରାଣୀ ମହାପାପୀ ହୋଇ
ତା ମୁଖ ଚାହିଁ ନ ଯୋଗାଇ ସେ ଯେବେ ମନ୍ତ କରିବ ସେବାରେ ଗୁରୁଙ୍କୁ ତୋଷିବ। ମକର ସ୍ନାନ ଶୁଦ୍ଧ ଚିତ୍ତେ କରିବ ମାସକ ପର୍ଯ୍ୟନ୍ତେ ବିଶ୍ୱାସଘାତାଦି କଳୁଷ ତକ୍ଷଣେ ହୋଇବ ବିନାଶ। ଦୁହିତା ଦହେ ଅବହେଳେ ଅନ୍ତେ ବସଇ ସ୍ୱର୍ଗ ଆଳେ। ଆବର ଯେତେ ପାପ ଧନ ସମସ୍ତ ହୁଅଇ ଦହନ। ଶୁଣିବା ମାତ୍ରେ ହୁଏ କୀର୍ତ୍ତି ମାଘ ସ୍ନାହାନେ ଫଳ ଶ୍ରୁତି। ମାର୍କଣ୍ଡ ଋଷିଙ୍କ ମୁଖରୁ ଶୁଣି ମୁଁ ଅଛି ତାଙ୍କ ଠାରୁ। ତୁମ୍ଭେ ପୁଛିଲ ମୋତେ ଯାହା ଫେଣିଣ କହିଲି ମୁଁ ତାହା। ଶୁଣି ହରଷ ସୁକୁଣ୍ଡଳ ବୋଲଇ ଦୁହେଁ ଯିବା ଚାଲ। ସ୍ନାନ କରିବଇ ମୁହିଁ ଯଦ୍ୟପି ଏତେ ଧର୍ମ ତହିଁ। ଏସନ ବୋଲି ମିତ୍ର ଦୁଇ ସେଠାରୁ ଗଲେ ବେଗ ହୋଇ। ଯାଇ ମିଳିଲେ ଗଙ୍ଗା କୂଳେ ସ୍ନାନ କଲେ ପୁଣ୍ୟ ଜଳେ। ସେଠାରୁ ଫେରି ଆସି ଦୁହେଁ ମିଳିଲେ ଆପଣାର ଗୃହେ। ସୁକଳ ବସନ ପିନ୍ଧିଲେ ନିର୍ମାଲ୍ୟ ସେବା ଦୁହେଁ କଲେ। ଦ୍ୱାଦଶ ଚିତା କପାଳରେ ଘେନିଲେ ହରଷ ମନରେ। ସେଠାରୁ ଚଳିଲେ ତ୍ୱରିତେ ଯାଇ ଦେଖିଲେ ଜଗନ୍ନାଥେ। ଦର୍ଶନ କରି ନଇଲେ ବସିଲେ କୃଷ୍ଣାଜିନ ଛାଲେ। ବୋଲନ୍ତି ଗୋବିନ୍ଦର ନାମ ଶୁଣନ୍ତି ମକର ମାହାତ୍ମ୍ୟ। ଅରୁଆ ଅନ୍ନ ଏକାବେଳେ ଭୁଞ୍ଜନ୍ତି ରବି ଅସ୍ତକାଳେ। ମୁଖେ ଉଚ୍ଚାରି ସତ୍ୟ ବାକ୍ୟେ ଦାନ ଦିଅନ୍ତି ଯଥା ଶକ୍ୟେ। ଏ ରୂପ କଲେ ମାସେ କାଳ ଅନନ୍ତ ଆଉ ସୁକୁଣ୍ଡଳ। ଯେତେ କଳୁଷ ଦେହେ ଥିଲା ମାଘ ସ୍ନାହାନେ କ୍ଷୟ ଗଲା। ସମ୍ପୂର୍ଣ୍ଣ ହେଲା ମାଘ ମାସ ବସନ୍ତ ଋତୁ ପରବେଶ। କହନ୍ତି ପ୍ରଭୁ ଆଦି ମୂଳ ମାସେ ରହିଲା ସୁକୁଣ୍ଡଳ। ମିତ୍ରକୁ ମେଲାଣି ମାଗିଲା ଆପଣା ଭୁବନକୁ ଗଲା। କନିଷ୍ଠ ଭ୍ରାତା ମୁଖ ଚାହିଁ ବିଳମ୍ବ କଲ କାହିଁ ପାଣି। ଶୁଣି ବୋଲଇ ଜ୍ୟେଷ୍ଠ ଭ୍ରାତ ଗୌରବ କଲେ ମୋତେ ମିତ୍ର। ମାସେ ରଖିଲେ ମୋତେ ସ୍ନେହେ ଛାଡ଼ି ନ ଦିଅନ୍ତି କେବେ। ତେଣୁ ଯେ ବିଳମ୍ବ ହୋଇଲା ଶୁଣି ତାନୁଜ ପ୍ରତେ ଗଲା। ସ୍ନାନ
हेले सुजने जने इहा शुणी तरिब भव तरंगिणी छाड़िया सत्य द्वंद्व मान कृष्ण चरणे करे ध्यान निमिते नपासोरी मनु भनेन्द्रु सिंह दास सुनु पामर कृष्ण दास कहे एथु उद्धार देवराये संपूर्ण एक शतपद श्रीमुखे कहिले गोविन्द इति श्री माघमाहात्म्ये महापुराणे श्रीकृष्ण उद्धव संवादे सुकुण्डलमित्रगृहगमने माघस्नानकरणे नाम 8मोऽध्यायः।